ଜଗନ୍ନାଥ। ଆଜିର 3 ମାର୍ଚ୍ଚ 2026 ମସିହାରେ ଚନ୍ଦ୍ରଗ୍ରହଣରେ କେଉଁ ରାଶି ପାଇଁ ଶୁଭ କେଉଁ ରାଶି ପାଇଁ ଅଶୁଭ ରହିଛି ଜାଣନ୍ତୁ ଏବଂ ଚନ୍ଦ୍ରଗ୍ରହଣ ସମ୍ବନ୍ଧରେ କିଛି ତଥ୍ୟ ରହିଛି। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍ ସେୟାର କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। 3 ମାର୍ଚ୍ଚ 2026 ମଙ୍ଗଳବାର ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗୁଛି। ଚନ୍ଦ୍ରଗ୍ରହଣ ସ୍ପର୍ଶ ଦିବା 9:19 3 ମାର୍ଚ୍ଚ ମଙ୍ଗଳବାର ଦିନ। ମୁଖ୍ୟାରମ୍ଭ ସନ୍ଧ୍ୟା 5:30। ସର୍ବମୁଖ୍ୟ ରାତ୍ର 6:47। ସନ୍ଧ୍ୟା 6:47। ସୂର୍ଯ୍ୟ ଉଦୟ ପୂର୍ବରୁ ପ୍ରାତଃ ସକାଳେ 6:08 ଠାରୁ ପାକତ୍ୟାଗ, ଦେବନୀତି ଓ ଅନ୍ନଭୋଜନ ନିଷେଧ। ସର୍ବମୁଖ୍ୟ ରାତ୍ର 6:47 ପରେ ମହାସ୍ନାନ କରି ଦେବନୀତି କରଣୀୟ। ସନ୍ଧ୍ୟା 6:47 ପରେ ସ୍ନାନ କରି ଦେବନୀତି କରିବା ପରେ ରୋଷେଇ କରି ଖାଇହେବ। ଚନ୍ଦ୍ରଗ୍ରହଣ ଦର୍ଶନେ ତାରା ଅଶୁଦ୍ଧି। ଦ୍ୱିଜା, ମୃଗଶିରା, ପୂର୍ବ ଫାଲ୍ଗୁନୀ, ଚିତ୍ରା, ପୂର୍ବାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଥିବା ବ୍ୟକ୍ତିମାନଙ୍କର ଚନ୍ଦ୍ରଗ୍ରହଣ ଦର୍ଶନେ ଅଶୁଭ। ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ପୁଷ୍ୟା, ଅଶ୍ଳେଷା, ମଘା, ଉତ୍ତର ଫାଲ୍ଗୁନୀ, ହସ୍ତା, ସ୍ୱାତି, ବିଶାଖା, ଅନୁରାଧା, ଜ୍ୟେଷ୍ଠା, ମୂଳା, ଉତ୍ତରାଷାଢ଼ା, ଶ୍ରବଣା, ଶତଭିଷା, ପୂର୍ବଭାଦ୍ରା, ଉତ୍ତରଭାଦ୍ର, ରେବତୀ, ଅଶ୍ୱିନୀ, କୃତ୍ତିକା ନକ୍ଷତ୍ର ଥିବା ବ୍ୟକ୍ତିମାନଙ୍କର ଚନ୍ଦ୍ରଗ୍ରହଣ ଦର୍ଶନେ ଶୁଭ। ଗ୍ରହଣ ଦର୍ଶନେ ଚନ୍ଦ୍ର ଅଶୁଦ୍ଧି। ଏଠି ରାଶି ସମ୍ବନ୍ଧରେ ଦିଆଯାଇଛି। ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଗ୍ରହଣ ଦର୍ଶନେ ଅଶୁଭ। ମେଷ, ବୃଷ, ମିଥୁନ, କର୍କଟ, ତୁଳା, ମୀନ ରାଶି ବ୍ୟକ୍ତିମାନଙ୍କର ଗ୍ରହଣ ଦର୍ଶନେ ଶୁଭ। ଯେତେବେଳେ ଗ୍ରହଣ ଲାଗିଥିବ ସେ ସମୟରେ ମେଷ, ବୃଷ, ମିଥୁନ, କର୍କଟ, ତୁଳା, ମୀନ ରାଶି ଥିବା ବ୍ୟକ୍ତିମାନଙ୍କର ଏମାନେ ଯଦି ଚନ୍ଦ୍ର ଗ୍ରହଣ ଦେଖନ୍ତି ତାହେଲେ ଶୁଭ ହେବ। କିନ୍ତୁ ଅନ୍ୟ ରାଶିମାନଙ୍କର ଅଶୁଭ। ଅଶୁଭ ରହିଛି ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ। ଏ ରାଶି ଥିବା ବ୍ୟକ୍ତିମାନେ ଚନ୍ଦ୍ରଗ୍ରହଣ ଦେଖିବା ଅଶୁଭ।